ମାର୍ଚ୍ଚ 31 ପରେ ବଢ଼ିପାରେ ପେଟ୍ରୋଲ ଡିଜେଲ ଦର। $136 ଟପିଲା ଔଷଧିତ ତେଲ। ଆସନ୍ତୁ ଆଜି ଆମେ ଏହି ଅପଡେଟ୍ ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ଭାରତୀୟ ଅର୍ଥନୀତି ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ହରମୁଜ ପ୍ରଣାଳୀରେ ଅବରୋଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବାରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପ୍ରବଳ ବୃଦ୍ଧି ଘଟିଛି। ଶୁକ୍ରବାର ଭାରତୀୟ ଅଶୋଧିତ ତୈଳ ବାସ୍କେଟର ମୂଲ୍ୟ ବ୍ୟାରେଲ ପିଛା $136.56ରେ ପହଞ୍ଚିଛି, ଯାହା ଯୁଦ୍ଧ ପୂର୍ବରୁ ମାତ୍ର $70.9 ଥିଲା। ନିର୍ବାଚନ ପରେ ମହଙ୍ଗା ମାଡ଼। ବର୍ତ୍ତମାନ ପାଇଁ ତୈଳ କମ୍ପାନୀଗୁଡ଼ିକ ଖୁଚୁରା ମୂଲ୍ୟ ସ୍ଥିର ରଖିଥିଲେ ହେଁ ମାର୍ଚ୍ଚ 31 ପରେ ସ୍ଥିତି ବଦଳିବା ଆଶା କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ 4ଟି ଜିଲ୍ଲାରେ ନିର୍ବାଚନ ଚାଲିଥିବାରୁ ଏପ୍ରିଲ 29 ପର୍ଯ୍ୟନ୍ତ ସରକାର ଦର ବୃଦ୍ଧି ଉପରେ ରୋକ ଲଗାଇ ପାରନ୍ତି। କିନ୍ତୁ ଏହା ପରେ ସାଧାରଣ ଜନତାଙ୍କ ଉପରେ ତୈଳ ଦର ବୃଦ୍ଧିର ବୋଝ ପଡ଼ିବା ନିଶ୍ଚିତ। ଇରାନର ସାମୁଦ୍ରିକ ପଥ ହରମୁଜ ପ୍ରଣାଳୀ ଦେଇ ଭାରତର 60% ଇନ୍ଧନ ଆସିଥାଏ। ଏହି ପଥ ଅବରୋଧ ହେବା ଫଳରେ କେବଳ ଆରବ ଦେଶ ନୁହେଁ, ବରଂ ରୁଷରୁ ଆସୁଥିବା ୟୁରାଲ ଅଶୋଧିତ ତେଲ ମଧ୍ୟ 50% ମହଙ୍ଗା ହୋଇଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବଜାରରେ ଅସ୍ଥିରତା ଲାଗି ରହିବ ବୋଲି ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି IEA ସୂଚନା ଦେଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।